ଜୟ ଜଗନ୍ନାଥ ସାଙ୍ଗମାନେ ସ୍ୱାଗତ କରୁଛି ନୂଆ ଭିଡ଼ିଓକୁ। ଦେଖନ୍ତୁ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓ ତ୍ରିପଲ୍ ଏସ୍ ଦ୍ୱାରା ଆପଣଙ୍କ ନୋଟିସଟି ପବ୍ଲିଶ କରାଯାଇଛି, ଯାହାକି 29 ମେ 2026ରେ SSD ରିଲେଟେଡ୍ ଆପଣଙ୍କର ଏଇ ନୋଟିସଟି ରହିଅଛି। ଠିକ୍ ଅଛି, SSDରେ ଯେଉଁମାନେ ଆପଣଙ୍କର ଏକ୍ଜାମ ଦେଇଥିଲେ, ଆପଣଙ୍କ ସେବକ ସେବିକା TLT ଟିଚର ମାନେ, ତ ତାଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ। ତାକୁ ନେଇକି ଆପଣଙ୍କ ଏଇ ନୋଟିସଟି ପବ୍ଲିଶ କରାଗଲା। କିନ୍ତୁ ତ ଆପଣଙ୍କର ଏଇ ଯେଉଁ ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ, ତାକୁ ନେଇକି ଆପଣଙ୍କ କିଛି କିଛି କ୍ଲାରିଟି ଦିଆଯାଇଛି। The commission have been placed to decide that the allocation of district for the post Sevako Sevika and TLT teacher will further continue from 2nd June 2026 ଆପଣଙ୍କର 2 ଜୁନ୍ 2026ରେ ଅଫିସ ଅଫ ଦ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଆପଣଙ୍କର 2 ଜୁନରେ ଯେଉଁ ରହିଛି ଡିଷ୍ଟ୍ରିକ୍ଟ ଆଲୋକେସନ, ସେ ଆପଣଙ୍କର ଭୁବନେଶ୍ୱରରେ କରାଯିବ ଆପଣଙ୍କର ତ୍ରିପଲ୍ ଏସ୍ ଅଫିସରେ। ଠିକ୍ ଅଛି, ଏଠି ଆପଣଙ୍କୁ କ୍ଲିୟରଲି ମେନସନ୍ କରାଗଲା ଏବଂ କୋଉ ମାନଙ୍କର କରାଯିବ ତାଙ୍କର ମେରିଟ୍ ମଧ୍ୟ ଆପଣଙ୍କର ପବ୍ଲିଶ କରାଯାଇଛି। ରୋଲ ନମ୍ବର ଏବଂ କ୍ୟାଣ୍ଡିଡେଟ୍ ମାନଙ୍କର ରୋଲ ନମ୍ବର ଏଠି ମେନସନ୍ କରାଯାଇଛି। ଠିକ୍ ଅଛି, ଆନେକ୍ସାର ଏକ୍ସ ଏବଂ ଆନେକ୍ସାର XIVରେ ଆପଣମାନେ ଦେଖିପାରିବେ। ଡେଟ୍ ଦେଖନ୍ତୁ, ଇନଫର୍ମେସନ୍ ଡେଟ୍ ରହିଛି ଆପଣଙ୍କର ଏଇଠି 2/6/2026ରୁ ଆପଣଙ୍କୁ ଷ୍ଟାର୍ଟ ହେଇଯାଉଛି। ଆନେକ୍ସାର ଏକ୍ସରେ ଯେଉଁମାନେ ଅଛନ୍ତି, ମୁଁ ଆପଣଙ୍କୁ ଦେଖେଇବି ମଧ୍ୟ ତା ଲିଷ୍ଟ। ଠିକ୍ ଅଛି, ତା ଲିଷ୍ଟ ଆପଣଙ୍କର ଏଠି ମେନସନ୍ କରାଯାଇଛି। ତ ଆପଣଙ୍କର ଦେଖନ୍ତୁ, ଯୋଉଟାକି 2/6/2026 ଥର୍ସଡେରେ ଆପଣଙ୍କର ରହିଛି, ସେ ଆନେକ୍ସାର ଏକ୍ସରେ ଯେଉଁ ପିଲାମାନଙ୍କର ରୋଲ ନମ୍ବର ରହିଛି ସେମାନେ କରିବେ। ଠିକ୍ ଅଛି, ଡିଷ୍ଟ୍ରିକ୍ଟ ଆଲୋକେସନ ଯାଇକି ଆପଣମାନେ ପହଞ୍ଚିବେ। ଦେନ୍ ଆପଣଙ୍କର 3ରେ ରହିଛି, 4 ରହିଛି, 5 ରହିଛି, 6 ରହିଛି। ତ ଏଇ ଯେଉଁ ସବୁ ଆପଣଙ୍କ ଡେଟ୍ ରହିଛି, ଏଇ ଡେଟ୍ରେ ଆପଣଙ୍କର ଏଠି ଦେଖିପାରୁଥିବେ ଆପଣଙ୍କ ଆନେକ୍ସାର XI, ଆନେକ୍ସାର XII, ଏକ୍ସ TIII, XIV। ତ ଏଇ ତା ଅନୁସାରେ ଆପଣମାନେ ଯାଇକି ପହଞ୍ଚିବେ। ଆପଣଙ୍କ କ୍ୟାଣ୍ଡିଡେଟ୍ ମାନଙ୍କର ରୋଲ ନମ୍ବର ସବୁ ମେନସନ୍ କରାଯାଇଛି। ଏବଂ ଦେଖନ୍ତୁ, ଏଇଠି ଆପଣଙ୍କର ମେନସନ୍ ମଧ୍ୟ କରାଯାଇଛି ଯେ ଯଦି ଆପଣମାନେ ଯାଇପାରୁନାହାନ୍ତି ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନରେ, ତାହେଲେ ଆପଣମାନେ କାହାକୁ ମଧ୍ୟ ପଠେଇ ପାରିବେ। ଠିକ୍ ଅଛି, ପଠେଇ ପାରିବେ, କିନ୍ତୁ ତାଙ୍କ ସବୁ ଯେଉଁ ଆଇଡେଣ୍ଟି ପ୍ରୁଫ୍ ଆପଣଙ୍କର ସବୁ ଡକୁମେଣ୍ଟସ ସେମାନେ ଆପଣଙ୍କର ସବୁ ନେଇକି ଯିବେ। ଠିକ୍ ଅଛି, ଯଦି ସେମାନେ ମଧ୍ୟ ଆପଣଙ୍କର ଯାଇପାରୁନାହାନ୍ତି, ତାହେଲେ ଆପଣଙ୍କ ଡିଷ୍ଟ୍ରିକ୍ଟ ଆଲୋକେସନରୁ ଆପଣମାନଙ୍କୁ ବାଦ ଦେଇ ଦିଆଯିବ। ଦେଖନ୍ତୁ, ଏଇଠି ଆପଣଙ୍କର ଗୋଟେ ଇନଫର୍ମେସନ୍ ଦିଆଯାଇଛି, ଦ କ୍ୟାଣ୍ଡିଡେଟ୍ ମଷ୍ଟ ଆଟେଣ୍ଡ ଦ ଡିଷ୍ଟ୍ରିକ୍ଟ ଆଲୋକେସନ ପ୍ରୋସେସ ଅନ୍ ଦ ଡେଟ୍, time and venue fixed at wait till their turn comes. They must come with the intimation letter along with original photocopy of Aadhaar card, voter ID card, other government ID proof, educational certificate, mark sheet। ଆପଣଙ୍କ ଯେଉଁ intimation letter, ଆପଣଙ୍କ ଯେଉଁ original photocopy, Aadhaar card, voter ସବୁ କିଛି ଆପଣଙ୍କ educational document ସବୁ କିଛି ଆପଣମାନେ ନେଇକି ଯିବେ। ଠିକ୍ ଅଛି, ଏବଂ ଯଦି ଆପଣମାନେ ଯାଇପାରୁନାହାନ୍ତି, ତାହେଲେ ଆପଣଙ୍କର ଆନେକ୍ସାର 1ରେ ମେନସନ୍ କରାଯାଇଛି ଯେଉଁ ଫର୍ମଟି, ସେ ଫର୍ମଟି ଆପଣମାନେ ଯିଏ ଯିବେ ଆପଣଙ୍କ ତରଫରୁ ତାଙ୍କୁ ସିଗ୍ନେଚର କରାଇକି ସେ ସାଥିରେ ଆପଣମାନେ ଆଇଡେଣ୍ଟି ପ୍ରୁଫ୍ ମଧ୍ୟ ଦେଇକି ପଠେଇ ପାରିବେ। ଠିକ୍ ଅଛି, ଯଦି ଆପଣମାନେ କେହି ଯିବେନି, ତାହେଲେ ଆପଣଙ୍କ ଡିଷ୍ଟ୍ରିକ୍ଟ ଆଲୋକେସନରୁ ଆପଣମାନଙ୍କୁ ବାଦ ଦେଇ ଦିଆଯିବ। ତାହା ଆପଣଙ୍କ ଏଠି କ୍ଲିୟରଲି ମେନସନ୍ କରାଯାଇଛି, ଆପଣମାନେ ଥରେ ପଢ଼ି ନେବେ। ଦେନ୍ ଦେଖନ୍ତୁ, ଆପଣଙ୍କର ଏଇଠି ଆନେକ୍ସାର ଏକ୍ସରେ ଯେଉଁ ପିଲାମାନଙ୍କର ରୋଲ ନମ୍ବର ସବୁ ମେନସନ୍ କରାଗଲା, ଏଇ ପିଲାମାନେ ସବୁ ଯିବେ ଆପଣଙ୍କର ଅନ୍ ଡେଟ୍ରେ। ଆପଣଙ୍କର ଡେଟ୍ ଷ୍ଟାର୍ଟ ହେଉଛି 2/6ରୁ। ଦେଖନ୍ତୁ, ଏଇଟା ମେନସନ୍ କରାଯାଇଛି। ତ ଆନେକ୍ସାର ଏକ୍ସର ପିଲାମାନେ ଯେତେ ସବୁ ରୋଲ ନମ୍ବର ରହିଛି ଆପଣମାନେ ଯାଇକି ପହଞ୍ଚିବେ। ଠିକ୍ ଅଛି, ଦେନ୍ ଆପଣଙ୍କର ଆନେକ୍ସାର XIରେ 3 ତାରିଖ ରହିଛି, ଯେଉଁ ପିଲାମାନଙ୍କର ସବୁ ରୋଲ ନମ୍ବର ରହିଛି। ଆନେକ୍ସାର IIIରେ ଆପଣଙ୍କର 4/6/2026 ରହିଅଛି। ଦେନ୍ ଆନେକ୍ସାର XIIIରେ ରହିଛି 5/6/2026 ରହିଅଛି। ଦେନ୍ ଆପଣଙ୍କର ଆନେକ୍ସାର XIVରେ ରହିଛି 6/6/2026ରେ ଡିଷ୍ଟ୍ରିକ୍ଟ ଆଲୋକେସନ ପାଇଁ ଆପଣଙ୍କୁ ଇନଭାଇଟ୍ କରାଯାଇଛି। ଠିକ୍ ଅଛି, ତ ଇଏ ଥିଲା ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ ପାଇଁ ଯେଉଁ ଆପଣଙ୍କର କ୍ୟାଣ୍ଡିଡେଟ୍ ମାନଙ୍କର ରୋଲ ନମ୍ବର ସବୁ ମେନସନ୍ କରାଯାଇଛି। ତ ୟା ଅନୁସାରେ ଆପଣମାନେ ଟାଇମଲି ଡେଟ୍ ଅନୁସାରେ ଆପଣ ଯାଇକି ପହଞ୍ଚିବେ ଆପଣଙ୍କ ଭେନ୍ୟୁରେ ଆଉ ତ୍ରିପଲ୍ ଏସ୍ ଅଫିସରେ। ଠିକ୍ ଅଛି, ଅଧିକ କିଛି ଇନଫର୍ମେସନ୍ ଯଦି ଜାଣିବାର ଥାଏ, ତାହେଲେ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ପଚାରି ପାରିବେ। ଦେଖା ହେବ ଭିଡ଼ିଓକୁ ନେଇକି ଆକୁ ମଧ୍ୟ। ଜୟ ଜଗନ୍ନାଥ।